नमस्कार सांगमाने सकाळू उठी पूजापाठ सारी पी देइथिली टिके एबीसी जूस तापरे दोकानରୁ ଆଣିଥିବା ମାଛକୁ ସଫା କରି ସେଥିରେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଲୁଣ ଦେଇ ତେଲରେ ଛାଣି ଦେଇଥିଲି। ମାଛ ଭାଜି ହେଲା ଭିତରେ କାଟି ଦେଇଥିଲି ଛୋଟ ଛୋଟ କରି ଆଳୁ ଆଉ ପିଆଜ। କଡ଼େଇରେ ପିଆଜ ଆଉ ଆଳୁକୁ ଭାଜି ସେଥିରେ ଟିକେ ଲୁଣ ଦେଇ ଯାବତୀୟ ମସଲା ଗୁଣ୍ଡ ଆଉ କଟା ହୋଇଥିବା ବିଲାତି ଦେଇ ଭାଜି ଦେଇଥିଲି। ଆଳୁ ସିଝିଲା ପରେ ସେଥିରେ ଟିକେ ସୋରିଷ ବଟା ପକେଇ ଘୋଡ଼େଇ ଦେଇଥିଲି। ମସଲା କଷି ହେଲା ପରେ ସେଥିରେ ଗରମ ପାଣି ଦେଇ ଆମ୍ବୁଲ ଟିକେ ପକେଇ ଫୁଟିବା ପାଇଁ ଛାଡ଼ି ଦେଇଥିଲି। ତରକାରୀର ଝୋଳ ଫୁଟିଲା ପରେ ସେଥିରେ ପକେଇ ଦେଇଥିଲି ଭୃସଙ୍ଗ ପତ୍ର ଆଉ ତାପରେ ଭଜା ମାଛ ଗୁଡ଼ିକୁ ପକେଇ କିଛି ସମୟ ପରେ ଧଣିଆ ପତ୍ର ଦେଇ ଖାଇବାକୁ ବାଢ଼ି ଦେଇଥିଲି। ଆଜି ଦିନବେଳା ଖାଇବାରେ ହେଇଥିଲା ମାଛ ବେସର ସହ ଛତୁ ଭଜା, ମାଛ ଭଜା ଆଉ ସାଲାଡ। ମିଶ୍ରବାବୁ ଖାଇ ଲ୍ୟାବ୍ ଗଲା ପରେ ଲାଗି ପଡ଼ିଲି କିଚେନ ଆଉ ଘର ଦ୍ୱାର ସଫାସଫି କରିବାରେ। ଆମିଷ ରୋଷେଇ କରିବା କଷ୍ଟକର ନୁହଁ ଆଜ୍ଞା, କଷ୍ଟ ହଉଛି ରୋଷେଇ କରି ଖାଇସାରିଲା ପରେ ଘର ଦ୍ୱାର ପୋଛାପୋଛି କରିବା। କାରଣ କାଲି ପୁରା ଗୁରୁବାର। କଣ କିଛି ଭୁଲ କହିଲି କି? ରାତି ଖାଇବାରେ ଘର ମାଲିକଙ୍କ ଘରୁ ଆସିଥିଲା ରୁଟି, ଫ୍ରାଏ ରାଇସ୍, ଚିକେନ କଷା, ଚିକେନ ତରକାରୀ, ମଟନ ତରକାରୀ ଆଉ ଲଙ୍କା ଚପ୍। ଏତେ ଗୁଡ଼ା ଆଇଟମ କଣ ଏକା ଖାଇହବ? ତେଣୁ ଟିଫିନ ନ ଧରି ଚାଲିଲୁ ଲୁଇ ଭାଉଜଙ୍କ ଘରକୁ। ସେପଟେ ଲୁଇ ଭାଉଜ କରିଥିଲେ ଛେନା ପାଏସ, ଯାହାକି ହେଇଥିଲା ଅତ୍ୟନ୍ତ ସ୍ୱାଦିଷ୍ଟ। ଚ୍ୟାନେଲକୁ କରିଦେବେ ସବସ୍କ୍ରାଇବ, ସମୟ ନ କରି ନଷ୍ଟ।